ଜୟ ଜଗନ୍ନାଥ। ଟିକେ ମଜା। ତୁ ଡାଳରେ ଗଲେ ମୁଁ ପତ୍ରରେ ଯିବି। ଜଣେ ଶିକ୍ଷୟିତ୍ରୀ ତାଙ୍କର 3 ପିଲାଙ୍କ ସହିତ ସ୍କୁଲ ପାଖରେ ଗୋଟିଏ ଘର ଭଡ଼ା ନେଇ ରହୁଥିଲେ। ଦିନେ ତାଙ୍କ ଦରକାର ହେଲା, ସେ ଭୁବନେଶ୍ୱର ବାସଭବନକୁ ଆସିବେ ବୋଲି ପିଲାମାନଙ୍କୁ ବୁଝେଇଦେଲେ। ହେଲେ ମାଉସୀ ଘର ମାଲିକ ମାଉସୀଙ୍କ ପାଖେ ଠିକ୍ସେ ଥିବ, ମୁଁ କାଲି ସକାଳେ ଆସି 10ଟା ସୁଦ୍ଧା ପହଞ୍ଚିଯିବି। ସେ ହେଲା। ତା ପରଦିନ ଗଲାବେଳକୁ କୌଣସି ଦୁର୍ଘଟଣାବଶତଃ ଗାଡ଼ି ଲେଟ୍ ହେଲା। 10ଟାରେ ନ ପହଞ୍ଚି 4ଟାରେ ଯାଇକି ପହଞ୍ଚିଲେ। ପିଲା ନାହାନ୍ତି। ମାଉସୀ ପିଲାମାନେ କୁଆଡ଼େ ଗଲେ? ଆରେ ତମ ପୁଅ, ବଡ଼ ପୁଅ ଟଙ୍କା ଦେଖେଇଲା, କହିଲା ମମି କହିକି ଯାଇଛି ମୁଁ ଯଦି 10ଟା ସୁଦ୍ଧା ଆସି ନ ପହଞ୍ଚିବି ତାହେଲେ ମାଉସୀ କହିକି ତମେ ଗାଡ଼ିରେ ଭୁବନେଶ୍ୱର ଯିବ ହେରି, ତା ପରଦିନ ମୋ ସାଙ୍ଗେ ଆସିବ। ତେଣୁ ମୁଁ ତୁମର ଯେଉଁ ଚିହ୍ନା ଗାଡ଼ି ସାଇବାବା ଗାଡ଼ିରେ ଯିବା ଆସିବା କର। ମୁଁ ଏଇଠି ଆମ ଦୁଆରୁ ବସେଇଦେଲି। କଣ୍ଡକ୍ଟର ଆଉ ଡ୍ରାଇଭରଙ୍କ ଜିମା ଦେଇଦେଲି। ଏ ପିଲାଙ୍କୁ ଛାଡ଼ିଦେଲି ଆଉ। ହଉ, ପୁଅ ତୁମକୁ ମିଛ କହିଲା। ହଉ, ମୁଁ ତ ଯାଉଛି, ପିଲାଙ୍କୁ ଧରିକି ଆସିବି ଆଉ। ଦେଖିଲେ ଯେଉଁଠି ସେ ପଇସା ରଖିଥିଲେ ସେଠି ପଇସା ନାହିଁ। ହଉ, ସେ ଆସିଲେ ଭୁବନେଶ୍ୱର, ଦେଖିଲେ ପିଲାମାନେ ଅଛନ୍ତି। ତା ପରଦିନ ସକାଳୁ ପିଲାଙ୍କୁ ଧରିକି ଯାଇକରି ବସା ଘରେ ପହଞ୍ଚିଲେ। ସେଠି ବଡ଼ ପୁଅକୁ ପଚାରିଲେ, ମିଛ କହିକି ତୁ ଗଲୁ ନା? ମୁଁ ତତେ କହିଥିଲି କି? ଆଚ୍ଛା, ପଇସା ତୁ କେଉଁଠୁ ଆଣିଲୁ? ଭାଗ୍ୟବଶତଃ ସିନା କଣ୍ଡକ୍ଟର ଡ୍ରାଇଭର ନେଲେନି, ଚିହ୍ନା ଗାଡ଼ି ବିଲିକା ଆରାମସେ ଯାଇକରି ପହଞ୍ଚେଇ ଦେଲେ, ଯେହେତୁ ତୋ ବାବାଙ୍କର ଚିହ୍ନା। ଆଚ୍ଛା, ବାଟରେ ଯଦି କିଛି ହେଇଥାନ୍ତା, ଛାଡ଼, ସେ ତ କିଛି ହେଇନି, ତୁ ପଇସା କେଉଁଠୁ ନେଲୁ? ଅନ୍ୟ ପିଲାମାନେ କହିଲେ, ମାମା ତମେ ପରା ଖଟ ଡ୍ର ଭିତରେ ପଇସା ରଖିଛ, ଆମେ ଦେଖିଥିଲୁ। ଆଉ ଚାବି ତ ମୋ ପାଖେ। ଭାଇନା ଆମକୁ କହିକି ସବୁତକ ସେଜପଟା ତଳକୁ ପକାଇଦେଲେ। ଖଟ ତଳେ ପଶିକି ମୁଣ୍ଡରେ ଏମିତି ପଟାଟାକୁ ଟେକିଲେ, ଆମେ ଉପରୁ ଟେକି ଆଇଲୁ। ଟେକିକିରି କାଢ଼ିଦେଲୁ। ଆଉ ଭାଇନା ସେଇଥିରୁ ଟଙ୍କା ବାହାର କରିକି ଆଇଲା। ହଇରେ ବାଡ଼ିଟା ଆଣିବୁ ଟି ଝିଅ, ତାକୁ ଆଜି ସାବାଡ଼ କରିଦେବା। ଆଉ ନାଇଁ ମମି, ତମେ ଯେଉଁ ପ୍ରୋଭର୍ବ ଆମକୁ ଶିଖେଇଥିଲ, ତୁ ଡାଳେ ଡାଳେ ଗଲେ ମୁଁ ପତ୍ରେ ପତ୍ରେ ଯିବି, ସେଇଟା ମୁଁ ଆଜି କାର୍ଯ୍ୟରେ ଦେଖେଇଦେଲି। ତମେ ତ ଜାଣିଛ ତମ ପୁଅ ବିଜି ବାଳୁଙ୍ଗା, ତେଣୁ ମୁଁ ସେଇ କାମଟି କରିଦେଇଛି। କିନ୍ତୁ ଆଉ କରିବିନି ମାମା, ମୋତେ ଏଇଥରକ କ୍ଷମା କରିଦିଅ, ଏଇଥର ଛାଡ଼ିଦିଅ, ମୁଁ ଆଉ ଏ କାମ କରିବିନି।